भगवते वासुदेवाय। आज गोपाल बालक डाकुछंती गुरु देइथिबा मंत्र रे डाकुछंती प्रभु को आ प्रभु आसी पहुँची जाइछंती सेई बाल गोपाल रूप रे। प्रभुंकर वेशभूषा को देखी आज गोपाल बालक भावुची ये बोधुए को गुरु ठारू दीक्षा ग्रहण करके आसी मो भलिया बनस्तरे मु आज से नाम को भजन करुच्ची गुरु देइथिबा नाम को भजन करुच्ची सी मध्य ए वन को आसी तेणु एमती केते कथा भावुची आ पचारि देला जे हे मित तम ना कौन तम घर कौटी आउ तमे एठिकी केमिति आसिल आ काहेकि आसिल कौन कहउछंती गोपाल बालक। देखी से गोपाल बाल अत्यंत हरस बोइला तुम्भर नाम टइए किस। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। एठारू तुम्भर घर केते दूर केउ जाति अट तुमे सुंदर। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। ए बन को एका होई ओइल के मते न आनिल कि पाऊ काकु संगते। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। गोपाल बालक कहउछंती हे मित तमे किए तम ना कौन तमे तम घर एठू केते बाट हब एते अरण्य भितर को घंच अरण्य भितर को आसीछ आउ एते सुंदर देखा जाउछ तमे तुम जाति कौन तुमर गोत्र कौन ए केते प्रश्न आज पचारि जाउछंती गोपाल बालक। आउ कौन पचारुछंती एते अलंकार तुमे पिंधिछ देहरे निर्भये एका होइल केउ परकारे। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। सुगंध कुसुमरे जे पासे तुम देह तुम्भ पितांकर नाम टेकिस कुह। जय जय जगन्नाथ जगतर नाथ। जय जय जगन्नाथ
ଆହୁରି କହୁଛନ୍ତି ଗୋପାଳ ବାଳକ, ହେ ମିତ ତମେ କେତେ ଗହଣା ପିନ୍ଧିଛ, ଏ ଶରୀର ଯାକା ଗହଣାରେ ପୁରା ସମ୍ପୂର୍ଣ୍ଣ ହେଇଯାଇଛି। ଯଦି କେହି ଚୋର ଖଣ୍ଟ ଦେଖିଦିଅନ୍ତି ତାହେଲେ ତୁମର ଅବସ୍ଥା କ'ଣ ହେବ ଜାଣିଛ? ତମେ ଏତେ ଘଞ୍ଚ ଅରଣ୍ୟକୁ ଆସିଛ, ପୁଣି ଏତେ ଅଳଙ୍କାର ସବୁ ପିନ୍ଧିକିରି ଆସିଛ। ତୁମ ସାଥିରେ କ'ଣ ଆଉ କେହି ଆସିନାହାନ୍ତି? ତୁମ ପିତା, ତୁମ ମାତା, ଏମାନେ କ'ଣ କେହି ଆସିନାହାନ୍ତି? ତୁମେ ଏକୁଟିଆ କେମିତି ଆସିଲ? ତୁମେ କାହା ପୁଅ? ତୁମ ପିତାଙ୍କ ନାମ କ'ଣ? ମାତାଙ୍କ ନାମ କ'ଣ? ତୁମର ଜାତି କ'ଣ? ତୁମର ଗୋତ୍ର କ'ଣ? ମୋତେ ସବୁକିଛି ଗୋଟି ଗୋଟି କରି କୁହ ମିତ, ଗୋଟି ଗୋଟି କରି କୁହ। ତେଣୁ ପ୍ରଭୁ କହୁଛନ୍ତି, ଶୁଣି କରି ନାରାୟଣ ହସ ହସ ହୋଇ ବୋଇଲେ ଆମ୍ଭେ ଜାତିରେ ଗୋପାଳ ବୋଲାଇ। ଜୟ ଜୟ ଜଗନ୍ନାଥ ଜଗତନାଥ, ଜୟ ଜୟ ଜଗନ୍ନାଥ ଅନାଥ ନାଥ। ନନ୍ଦ ଗୌଡ଼ର ମୁହିଁ ଅଟଇ ଯେ ସୁତ, କାହ୍ନୁ ବୋଲି ମୋର ନାମ ଦେଲେ ତାତ ମାତ। ଜୟ ଜୟ ଜଗନ୍ନାଥ ଜଗତନାଥ, ଜୟ ଜୟ ଜଗନ୍ନାଥ ଅନାଥ ନାଥ। ତେଣୁ ଆଜି ପ୍ରଭୁ ହସି ହସି କହୁଛନ୍ତି, ହେ ମିତ ମୋ ନାଁ ଜାଣିବାକୁ ଚାହୁଁଛ, ମୋ ପିତାଙ୍କ ନାମ ଜାଣିବାକୁ ଚାହୁଁଛ? ଶୁଣ, ମୋର ଏଉଠୁ ଅନେକ ଦୂରରେ ମୋ ଘର, ଆଉ ମୁଁ ଜାତିରେ ହେଉଛି ଗୋପାଳ। ମୋ ପିତାଙ୍କର ନାମ ହେଉଛି ନନ୍ଦ, ମାଆଙ୍କର ନାଁ ହେଉଛି ଯଶୋଦା। ତେଣୁ ମୋ ପିତାଙ୍କର ମୁଁ ହେଉଛି ଅଲି ଅଳି ନନ୍ଦନ, ମୋ ନାମ ହେଉଛି କହ୍ନେଇ, ମୋ ନାଁ ହେଉଛି କହ୍ନେଇ। ଆଉ ମୋ ପିତାମାତାଙ୍କର ଅଲି ଅଳି ହୋଇଥିବାରୁ ସେଇଥିପାଇଁ ମୋତେ ଏଇ ସୁନା ବେଶରେ ଆଜି ସଜେଇ ଦିଅନ୍ତି ମୋ ମାତା। ଆଉ ମୁଁ ଚାରିଆଡ଼େ ବୁଲେ, ମୁଁ ଗାଈ ନେଇ ଚାରିଆଡ଼େ ବୁଲେ, ହେଲେ ମୋତେ ଏ ଚୋର ଖଣ୍ଟଙ୍କର ଭୟ ନାହିଁ। ସେମାନେ ମୋର କେହି କିଛି ବି କରିପାରନ୍ତିନି। ଦାଣ୍ଡରେ ଲୋକେ ବୋଲନ୍ତି ନନ୍ଦର ନନ୍ଦନ, କେହି ବୋଲଇ ମୁକୁନ୍ଦ, କେହି ଭଗବାନ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ଅନାଥର ନାଥ। କହିଲେ ଜାଣିଛ, ମୋର ନାଁ ଅନେକ ନାଁ ଅଛି। ମୋତେ ଦାଣ୍ଡରେ ଘାଟରେ କ'ଣ ଡାକନ୍ତି ଜାଣିଛ? ମୋତେ କେହି କେହି ଡାକନ୍ତି ନନ୍ଦର ନନ୍ଦନ, କେହି କେହି ଡାକନ୍ତି ମଧୁସୂଦନ, କେହି କେହି ଡାକନ୍ତି କଳା କହ୍ନେଇ। ମୁଁ ଦେଖିବାକୁ କେତେ କଳା କହିଲ? ଦେଖିପାରୁଛ ତ ମୁଁ କେତେ କଳା? ତେଣୁ ସେଇଥିପାଇଁ କେହି କେହି ମୋତେ କଳା କହ୍ନେଇ ବୋଲି ଡାକନ୍ତି। ଦେଖ କଳା ଅଟଇ ଯେ ମୋର ଦେହ ଯାକ, ତେଣୁ କାଳିଆ ବୋଲନ୍ତି ମୋତେ ଥୋକେ ଲୋକ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ଅନାଥର ନାଥ। ତେଣୁ ଆଜି ଗୋପାଳ ବାଳକ କହୁଛନ୍ତି, ତମର ଏତେ ଗୁଡ଼ିଏ ନା? ଆଚ୍ଛା, ଏଇ ଯେଉଁ ହାତରେ ବଂଶୀଟି ଧରିଛ, ଏଇ ଯେଉଁ ବେଣୁଟି ହାତରେ ଧରିଛ, ସତରେ ତମେ କ'ଣ ଏଇ ବେଣୁକୁ ବଜେଇ ପାର? ତେଣୁ କହ୍ନେଇ କହୁଛନ୍ତି, ପ୍ରଭୁ କହୁଛନ୍ତି, ମୁଁ ସୁନ୍ଦର ଭାବରେ ବଜେଇ ପାରେ। ତେଣୁ ଏ ବେଣୁଟିକୁ ଧରେ ବୋଲି ମୋତେ ପରା ଡାକନ୍ତି ବେଣୁଧାରୀ ବୋଲି। କହିଲେ ସତେ? କ'ଣ କହୁଛନ୍ତି ପ୍ରଭୁ? ବଇଁଶୀ ଗୋଟିଏ ମୁହିଁ ଧରିଥାଏ ହସ୍ତେ, ତେଣୁ ବେଣୁ ଧର ବୋଲି ଡାକନ୍ତି ସମସ୍ତେ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ଅନାଥର ନାଥ। ସେଥିପାଇଁ କିଛି ଛଳ ନ ଧରେ ମୁଚିତେ, ଏ ମତ ନାନା ପ୍ରକାରେ ଡାକନ୍ତି ସମସ୍ତେ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ଅନାଥର ନାଥ। ଜାଣିଛ, ମୋତେ ସମସ୍ତେ ଭଲ ପାଆନ୍ତି, ଆଉ ମୁଁ ମଧ୍ୟ ସମସ୍ତଙ୍କୁ ଭଲ ପାଏ। ଆଉ ମୁଁ ସମସ୍ତ ପିଲାମାନଙ୍କ ସହିତ ଖେଳେ। ତୁମ ଭଳି ପିଲାମାନେ, ତୁମ ବୟସର ପିଲାମାନଙ୍କୁ ମୁଁ ଖୋଜି ଖୋଜି ତାଙ୍କ ସହିତ ଖେଳେ। ଯେତେବେଳେ ତମେ 3 ଦିନ ହେଲା ଏଠି ଅଛ ନା, ମୁଁ ଯେତେବେଳେ ଜାଣିଲି ତମେ ଏଠି ଅଛ, ଏକୁଟିଆ ଅଛ, ତେଣୁ ତୁମ ସହିତ ଖେଳିବାକୁ ମୋର ଭାରି ଇଚ୍ଛା ହେଲା। ତେଣୁ ତୁମ ସହିତ ଖେଳିବାକୁ ଇଚ୍ଛା ହେଲା, ସେଇଥିପାଇଁ ତୁମ ସହିତ ଖେଳିବାକୁ ଚାଲି ଆସିଲି। ଖେଳ ଖେଳିବାକୁ ଲଡ଼େ ସମସ୍ତରି ପିଲା, ତେଣୁ କରି ବନେ ବନେ ବୁଲଇଏ କଲା। ଜୟ ଜୟ ଜଗନ୍ନାଥ ଜଗତର ନାଥ,
कहला आहा एमिति कथा ताले तमे तमे मो सहित खेलिब सत कहूच मित तमे मो सहित खेलिब प्रभु कहउचंती हाँ मु तुम सहित खेलिबि हेले तुम परिचय तो मते देलनी तुम ना कौन तुम जाति कौन तुमर गोत्र कौन तुम पिता माता किए आ तुमे कहीं अरण्य को आसीच आ कहीं मूर्तिटे रखिच कहीं आउ कौन जप करुच तेणु आज मन दुख करी कहउचंती मोर गोटे ना हे मित तमर तो अनेक ना अच्छी हेले मते मात्र गोटे ना दि जाइए मोर ना होची अनंत मु भी तुमरी जातिर मु होची गोपाल घरर पिला मो ना होची अनंत मो पिता माता अति श्रद्धारे मो नाम देइतिले अनंत तेणु मु प्रतिदिन आसे एटी गोरु चरेबा पाई आउ एबे गुरुंक ठारू दीक्षा नहीं गुरुंकर प्रतिमूर्ति की रखी मु एटी तांकर पूजा करुछि कहला ताले ठीक अछि तमे जो जाति कि मु सेई जाति तमे गोपाल घर को मु गोपाल तेणु गोटे काम करवा आमे दुई जन मित हो गले एथर आमे दुई जन सांग हो कि प्रतिदिन एटी खेलिबा जेतेले प्रभु कहउचंती प्रतिदिन खेलिबा तेणु गोपाल बालक अनंत कहूची तमे मो मुंड छुईकी कहल तमे मो मुंड को छुईकी शपथ करी कह तमे सतरे प्रतिदिन मो सहित खेलिबा को आसीबो तेणु प्रभु कहउचंती मु पा कहली तुम सहित प्रतिदिन मु आसीबी खेलिबा को जेतेबेले आसी डाकीदब मो ना धरी डाकीदब सेतेबेले मु निश्चित आसी तुम पाखरे पहुँची जीवी कहले ठीक अच्छी मु जेतेबेले डाकिबी सतरे मो देह छुईकी कह गोपाल बालक कहउचंती तमे मो देह छुईकी आगे शपथ करी कह तमे आसीबो कि नहीं तेणु प्रभु टिके मुरुकी हसीदेले गोपाल बोइला तुमे आसीबो कि नाही मो देह छुई कहिले परते जीवई जय जय जगन्नाथ अनाथ नाथ जय जय जगन्नाथ अनाथ नाथ श्री कृष्ण बोइले सुन आब कथा सत আজি ठारू तुम्हे आबे होइले मैत्र जय जय जगन्नाथ जगतर नाथ जय जय जगन्नाथ अनाथर नाथ एते बोली कोलाग्रत कले श्री हरि पुणी गोप बालकर भुज हस्ते धरी जय जय जगन्नाथ जगतर नाथ जय जय जगन्नाथ अनाथर नाथ सतरे भक्त वत्सल भगवान भक्तर दुख हारी भक्तटीए जेतेबेले आकुल प्रार्थना करे भक्तटीए जेतेबेले मन प्राण सबकिछि समर्पण कर दिए भक्तटीए जेतेबेले अज्ञानी हेई प्रभु को डाके भाव करे भक्ति करे सेतेबेले प्रभुंकर रत्न सिंहासन दोहले प्रभुंकर आउ किछि दरकार नहीं प्रभुंकर केवल एतिकी दरकार तांको भक्तर भक्ति भक्तर टिके भक्ति पाइबा पाई सेतिकरे प्रभु केते कौन करि दियंती सुदामा भली भक्त जेमिति प्रभु को पाई पागल हो जाउथला सुदापा एते प्रभु को डाकुथला एते प्रभु को डाकुथला मन प्राण सबकिछि केवल प्रभु को पादर समर्पण कर देइथिला सुदामार भाव को देखी प्रभु तार विकल सही पारिलेनी प्रभु निजे ताकू कोड़े नेले तेणु से ही भली प्रभु भक्त को परीक्षा करती
ହେଲେ ଆଜି ଗୋଟିଏ ଛୋଟ ବାଳକ ତା ପାଖରେ ଜ୍ଞାନ ନାହିଁ। ସେ ଆଜି ଡାକୁଛି ଗୁରୁଦେବ ଯେଉଁ ମନ୍ତ୍ର ଦେଇଛନ୍ତି ସେ ମନ୍ତ୍ର ଭଲ ଭାବରେ ସେ ଜାଣିନି। ଗୁରୁଦେବ ରାଗିକି ଯେଉଁ କହିଦେଲେ ମନ୍ତ୍ରଟିଏ ସେଇ ମନ୍ତ୍ରଟିକୁ ଘୋଷୁଛି, କେବଳ ବାଳ 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 କରି ଘୋଷୁଛି। ତେଣୁ ସେହି ମନ୍ତ୍ରରେ ଆଜି ବାଳ ଗୋପାଳ ପଳେଇ ଆସିଲେ। ସତରେ ସେ କି ଭାବ ଥିଲା, ସେ ତ ଭକତ ଭାବରେ ବନ୍ଧା, ସେ ତ ଭକତ ଜୀବନ ଧନ। ତେଣୁ ପ୍ରଭୁ ହେଉଛନ୍ତି, ପ୍ରଭୁ କହୁଛନ୍ତି ମୁଁ ତ ଆଜି ଯଦି ଭଗବାନ ହେଇଛି କେବଳ ମୋ ଭକ୍ତ ପାଇଁ। ମୋ ଭକ୍ତ ନଥିଲେ ମୁଁ କି ଭଗବାନ। ତେଣୁ ମୋ ଭକ୍ତ ଯେଉଁଠି ମୁଁ ସେଇଠି। ଭକ୍ତ ଆଉ ଭଗବାନ ଇଏ ହେଉଛନ୍ତି ଚୁମ୍ବକ ଆଉ ଲୁହା। ତେଣୁ ଭକ୍ତ ଆଉ ଭଗବାନଙ୍କ ଭିତରେ ଯେଉଁ ଆକର୍ଷଣ ଆଉ କେଉଁଠି ନଥାଏ। ଆଜି ଭକ୍ତଟିଏ ଡାକିଦେଲା, ଲକ୍ଷେ ଯୋଜନରୁ ଗଜ ଡାକ ଦେଲା, ପ୍ରଭୁଙ୍କ କାନରେ ବାଜିଗଲା। ଲକ୍ଷେ ଯୋଜନରୁ ଡାକିଲା, ତାଙ୍କ କାନରେ ବାଜିଲା କେମିତି? ଆଜି ମା ଲକ୍ଷ୍ମୀ ଚିନ୍ତା କଲେ ଯେ ଗଜଟିଏ ଲକ୍ଷେ ଯୋଜନରୁ ଡାକିଲା, ପ୍ରଭୁ ସତରେ କ'ଣ ପ୍ରଭୁଙ୍କୁ ଡାକ ଶୁଭିଲା? ତେଣୁ ପ୍ରଭୁଙ୍କୁ ପଚାରିଲେ, କହିଲେ ପ୍ରଭୁ କ'ଣ ସତରେ ଲକ୍ଷେ ଯୋଜନରୁ ଗଜ ଡାକ ଦେଲା, ଆପଣଙ୍କୁ ଶୁଭିଲା କେମିତି? ସେତେବେଳେ କହିଥିଲେ, ହେ ଲକ୍ଷ୍ମୀ, ଲକ୍ଷେ ଯୋଜନରେ ଗଜ ଡାକ ଦେଲା ମୋତେ ଶୁଭିଲା ଏଇଥିପାଇଁ, କାରଣ ସିଏ ମୋର ପରମ ଭକ୍ତ। ଭକ୍ତର ଡାକଟା କେବଳ ମୋ ହୃଦୟରେ ବାଜେ, ମୋ କାନରେ ନୁହେଁ। ତେଣୁ ଯେଉଁମାନେ ମୋତେ ଡାକନ୍ତି, ଭାବର ସହିତ ଡାକନ୍ତି, ସେତେବେଳେ ମୋ ହୃଦୟରେ ବାଜେ, ଆଉ ସେ ଡାକଟା ମୁଁ ଶୁଣେ। ତେଣୁ ଭକ୍ତ ମୋର ପ୍ରାଣ, ଭକ୍ତ ମୋର ଜୀବନ, ଭକ୍ତ ମୋର ସଖା, ଭକ୍ତ ମୋର ସହୋଦର। ଆଜି ଛୋଟିଆ ବାଳକଟିଏ ସିଏ ଯେତେବେଳେ ଡାକୁଛି, ବାଳ ଗୋପାଳ ରୂପ ଧରି ଆସି ପହଞ୍ଚି ଯାଇଛନ୍ତି। ଆଉ ପ୍ରଭୁ ତାକୁ କୋଳାଗ୍ରତ କରୁଛନ୍ତି, ହାତକୁ ଧରି କହୁଛନ୍ତି ଆଜି ମୁଁ ତୋ ସହିତ ଖେଳିବି, ଆଜି ଆମେ ପ୍ରତିଦିନ ଏଠି ଖେଳିବା। ତେଣୁ ଖୁସି ହେଇଯାଇଛନ୍ତି ଗୋପାଳ ବାଳକ, ଆଜି ସତରେ ମୋ ସହିତ ଖେଳିବେ। ତେଣୁ ଆଜି ଭକତ ଭାବରେ ଭୋଳା ହେଇଯାଇଛନ୍ତି ପ୍ରଭୁ। ଭକ୍ତ ସହିତ ବାଳ ରୂପରେ ଆଜି ନାଚୁଛନ୍ତି। ଆଜି କ୍ଷମତା ଗୀତ ଗାଉଛନ୍ତି। ଗୋପାଳ ପୁଅ ପ୍ରଭୁ ନାଚୁଛନ୍ତି। ପ୍ରଭୁ ନାଚୁଛନ୍ତି ଗୋଡ଼ ତୋଳି, ଧରିଛନ୍ତି ଲଉଡ଼ି। ଆଜି ଲଉଡ଼ି ଖେଳୁଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ଆଉ ଗୋପାଳ ବାଳକ। ଆହା, ପ୍ରଭୁ ସତରେ କେଡ଼େ ମାୟାଧର। ଆଜି ଭକ୍ତର ମାୟା, ଭକ୍ତକୁ ମାୟା କରିଛନ୍ତି, ଭକ୍ତ ସହିତ ଖେଳୁଛନ୍ତି। ଯେମିତି ଏ ସଂସାରରେ ଆଉ କିଛି ତାଙ୍କର ନାହିଁ, କେବଳ ଭକ୍ତ ହିଁ ତାଙ୍କର ସବୁକିଛି। ଯେତେବେଳେ ସନ୍ଧ୍ୟା ରତ ହେଇଗଲା, ସେତେବେଳେ ପ୍ରଭୁ କହୁଛନ୍ତି, ହେ ଅନନ୍ତ, ବହୁତ ଖେଳ ହେଇଗଲା, ସନ୍ଧ୍ୟା ରତ ହେଲାଣି। ତେଣୁ ଆଜି ଗୋପାଳ ବାଳକ କହୁଛନ୍ତି, ଠିକ୍ ଅଛି ମିତ, ମୁଁ ଯାଉଛି ମୋ ଗାଈମାନଙ୍କୁ ଆଗେ ଠୁଳ କରିଦିଏ, ମୋ ଗାଈମାନଙ୍କୁ ସବୁ ଏକଜୁଟ କରିଦିଏ। କହ୍ନେଇ କହୁଛନ୍ତି, ଠିକ୍ ଅଛି ତମେ ଯାଅ, ଗାଈ ସବୁ ଘଉଡ଼େଇ ଆଣ। ଯେତେବେଳେ ସମସ୍ତେ ଏକଜୁଟ ହେଇଯିବେ, ତାପରେ ତମେ ତମ ଘରକୁ ଚାଲିଯିବ, ଆଉ ମୁଁ ମୋ ଘରକୁ ଚାଲିଯିବି। ତେଣୁ ଆଜି ଗୋପାଳ ବାଳକ ଯେତେ ଯେଉଁଠି ଗାଈମାନେ ଥିଲେ ସମସ୍ତଙ୍କୁ ଗୋଡ଼େଇ ଆଣି ଗୋଟିଏ ଜାଗାରେ ରୁଣ୍ଡ କରିଦେଲେ, ଗୋଟିଏ ଜାଗାରେ ଠୁଳ କରିଦେଲେ। ଆଉ ତାପରେ ପ୍ରଭୁ କହୁଛନ୍ତି, ମିତ ଏଥର ତୁମେ ଯାଅ, ମୁଁ ଯାଉଛି ମୋ ଘରକୁ, ତୁମେ ଯାଅ ତୁମ ଘରକୁ। ଗୋପାଳ ବାଳକ କହୁଛନ୍ତି, ମିତ ତମେ କାଲିକି ପୁଣି ଆସିବ, ତମେ ଯଦି ନ ଆସିବ ନା ତାହେଲେ ମୋତେ ଜମା ଭଲ ଲାଗିବନି। ତମେ ରହିଲେ ମୋର ଦିନଟା କେମିତି ଚାଲିଯାଉଛି ମୁଁ ଜାଣିପାରୁନି। ମିତ ତମେ ମୋ ଦେହ ଛୁଇଁ ଶପଥ କରିଛ, ତମେ ନିଶ୍ଚିତ ଆସିବ। ତେଣୁ ପ୍ରଭୁ କହୁଛନ୍ତି, ମୁଁ ନିଶ୍ଚୟ ଆସିବି, ତମ ସହିତ ଖେଳିବା ପାଇଁ ମୁଁ ପ୍ରତିଦିନ ଆସିବି। ଏଥର ଗୋପାଳ ବାଳକ ନିଜ ଗାଈମାନଙ୍କୁ ଅଡ଼େଇ ନିଜ ଗୃହକୁ ଚାଲିଗଲେ। ଆଉ ପ୍ରଭୁ ମଧ୍ୟ ଚାଲି ଆସିଲେ। ଭକ୍ତ ଯିବା ଦେଖି ପ୍ରଭୁ ମଧ୍ୟ ଚାଲି ଆସିଲେ। ତେଣୁ ଏମିତି ପ୍ରତିଦିନ ଗୋପାଳ ବାଳକ ଆସି ବଣରେ ପହଞ୍ଚି ଯାଆନ୍ତି, ପ୍ରଭୁଙ୍କୁ ଡାକନ୍ତି, ହେ କହ୍ନେଇ, କହ୍ନେଇ କୁଆଡ଼େ ଗଲ? ମିତ ଆସ, ମୁଁ ପୁରା ଆସିଲିଣି, ଖେଳିବାନି କି? ଏତିକି କହିବା ମାତ୍ରେ ପ୍ରଭୁ ଆସି ପହଞ୍ଚି ଯାଆନ୍ତି ସେଇ ବାଳ ଗୋପାଳ ରୂପକୁ ଧରି। ତେଣୁ ଯେତେବେଳେ ଏମିତି ପ୍ରତିଦିନ ଆସନ୍ତି, ଆଉ ପ୍ରତିଦିନ ଗୋପାଳ ବାଳକ କହନ୍ତି, ହେ ମିତ, ମୁଁ ଯେତେବେଳେ ଡାକିବି, ମୁଁ ଯେଉଁ ମୁହୂର୍ତ୍ତରେ ଡାକିବି, ତମେ ନିଶ୍ଚିତ ମୋ ପାଖକୁ ଆସିବ। କାହିଁକି ନା ତୁମ ବିନା ମୋତେ ଜମା ବି ଭଲ ଲାଗୁନି। ଜାଣିଛ, ମୁଁ ଗାଁକୁ ଗଲେ, ମୁଁ ଯେତେବେଳେ ମୋ ଗାଁକୁ ଯାଏ, ସେତେବେଳେ ମୋତେ ଆଉ କେହି ବି ଭଲ ଲାଗୁନାହାନ୍ତି। ଆଉ ମୁଁ ଯେତେବେଳେ ଶୋଉଛି, ଯେତେବେଳେ ବସୁଛି, ଯେତେବେଳେ ଉଠୁଛି, ଯେତେବେଳେ ଖାଉଛି, ସବୁବେଳେ ତମରି କଥା। ଆଉ ତମେ କହିଥିବା କଥାକୁ ମଧ୍ୟ ମୁଁ ରଖିଛି। ତମେ କହିଥିଲ ଯେ ମୋ ସହିତ ସାଙ୍ଗ ହେବା କଥା,
ଯେମିତି ଆଉ କେହି ନ ଜାଣନ୍ତି। ମୁଁ କାହାକୁ ମଧ୍ୟ ଜଣେଇନି ଯେ ତମେ ମୋର ସାଙ୍ଗ ହେଉଛ ବୋଲି। ହେଲେ ମିତ ତମେ ଏମିତି କାହିଁକି କହିଲ ଯେ ଆମେ ଦୁଇ ଜଣ ସାଙ୍ଗ ହେଉଛନ୍ତି ବୋଲି ଆଉ କେହି ନ ଜାଣନ୍ତୁ, ଏମିତି କାହିଁକି କହିଲ? ତେଣୁ ପ୍ରଭୁ କହୁଛନ୍ତି, ହେ ମିତ ତମେ ଜାଣିଛ ମୋ ମାତା ଆଉ ମୋ ପିତା ଦୁଇ ଜଣ ଯଦି ଜାଣିବେ ମୁଁ ଏକୁଟିଆ ଅରଣ୍ୟ ଭିତରକୁ ଆସୁଛି ଆଉ ତୁମ ସହିତ ଖେଳ ଖେଳୁଛି, ତାହେଲେ ମୋ ପିତା ମାତା ମୋତେ ବହୁତ ଜୋରେ ମାରିବେ। ତେଣୁ ତମେ ଯଦି କାହା ଆଗରେ କହିଦେବ, ସେମାନେ ଯଦି ମୋ ପିତା ମାତାଙ୍କ ଆଗରେ କହିଦିଅନ୍ତି, ତାହେଲେ ମୁଁ ବହୁତ ମାଡ଼ ଖାଇବି। ତେଣୁ ସେଇଥିପାଇଁ କହିଲି ତମେ କାହାକୁ ବି କହିବନି ଯେ ତମେ ମୋ ସହିତ ଖେଳୁଛ ବୋଲି। ତୁମ ମୋ ବ୍ୟତୀତ ଯଦି ଆଉ କେହି ଜାଣିବ, ତାହେଲେ ତାହେଲେ ଜାଣିଛ ମିତ, ସେଇଦିନ ଠାରୁ ମୁଁ ଆଉ ତମ ପାଖକୁ ଆସିବିନି। ତମେ ଯଦି ଆଉ କାହାକୁ କହିଦେବ ଯେ ମୁଁ ଖେଳୁଛି କାହା ସହିତ, ଜଣଙ୍କ ସହିତ ଖେଳୁଛି ବୋଲି, ତାପରେ ଦେଖିବ ମୁଁ ଆଉ ତମକୁ କେବେ ବି ଦେଖାଦେବିନି, କେବେ ବି ଆଉ ଆସିବିନି। ମୋ ଆସିବା କଥା ତୁମେ ନ କହିବ କାହିଁ, କହିବ ଯେ ଦିନ ଆଉ ନ ଆସିବି ମୁଇଁ। জয় জয় জগন্নাথ জনতর নাথ, জয় জয় জগন্নাথ অনাথর নাথ। ତୁମ୍ଭଠାରେ ମୋର କିଛି ନାହିଁ ଯେ ଅନ୍ତର, ଏଥକୁ ମନରେ ମିତ ଆନନ ବିଚାର। জয় জয় জগন্নাথ জগতর নাথ, জয় জয় জগন্নাথ অনাথর নাথ। শ্রীকৃষ্ণଙ୍କ সঙ্গে কথা কহুথায়ে তেণে, বাଳ ବାଳ ବୋଲି মুখে ବୋଲୁଥାଏ নে। জয় জগন্নাথ জগতর নাথ, জয় জয় জগন্নাথ অনাথর নাথ। ଯେତେବେଳେ ଶ୍ରୀକୃଷ୍ଣଙ୍କ ସହିତ କଥା ହେଉଛନ୍ତି ସେତେବେଳେ କିନ୍ତୁ ଘୋଷୁଛନ୍ତି, ଟିକେ କଥା ହେଉଛନ୍ତି ଆଉ ତାପରେ ଘୋଷୁଛନ୍ତି ବାଳ 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 ବାଳ। ତେଣୁ ପ୍ରଭୁ ପଚାରିଲେ, କହିଲେ ଆରେ ତମେ ମୋ ସହିତ କଥା ହେଉଛ, ଇଏ କ'ଣ ଭଜନ କରୁଛ? କହିଲେ ଆଜ୍ଞା ମିତ, ମୁଁ କେବଳ ଗୁରୁ ଦେଇଥିବା ମନ୍ତ୍ରକୁ ଭଜନ କରୁଛି। କହିଲେ ଇଏ କି ମନ୍ତ୍ର? କହିଲେ ଗୁରୁ ମୋତେ ଏଇ ମନ୍ତ୍ର ଦେଇଥିଲେ, ମୋତେ ଗୁରୁ କହିଥିଲେ, ମୋ କାନରେ ଯେଉଁ ମନ୍ତ୍ର କହିଥିଲେ, କହିଲେ କେବଳ ଏଇ ବାଳ ମନ୍ତ୍ରଟିକୁ ଭଜନ କରିବୁ, ଏଇ ବାଳ ମନ୍ତ୍ରଟିକୁ ଜପ କରିବୁ। ଆଉ ମୁଁ ସେଇ ବାଳ ମନ୍ତ୍ରଟିକୁ ଜପ କରୁଛି, ଭଜନ କରୁଛି। ତେଣୁ ପ୍ରଭୁ ଆଜି ହସୁଛନ୍ତି। ପ୍ରଭୁ କହୁଛନ୍ତି, ହେ ମିତ ତମେ ସତରେ କେଡ଼େ ବଡ଼ ଭୋଳା। ତମେ ଯଦି ଏ ବାଳ ମନ୍ତ୍ରକୁ ଭଜନ କରିବ, ତାହେଲେ ଲୋକମାନେ ତମକୁ ଖରାପ ଭାବିବେନି, ଲୋକମାନେ ତମକୁ ଖରାପ ଭାବିବେ। କ'ଣ କହୁଛନ୍ତି ପ୍ରଭୁ? ସୁନ୍ଦର କଥା ଜାଣିବା ପରବର୍ତ୍ତୀ ଅଧ୍ୟାୟରେ। ଆଜି ତ ସମୟ ଇସାରା ଦେଲାଣି, ଆଜି ପାଇଁ ବାଣୀକି ବିରାମ ଦେବା। ଟିକେ ପ୍ରଭୁଙ୍କର ନାମ ସଂକୀର୍ତ୍ତନ କରି ଆଜିର କାର୍ଯ୍ୟକ୍ରମକୁ ସମାପ୍ତ କରିବା। ରାଧେ ଗୋବିନ୍ଦ ଗୋବିନ୍ଦ ଭଜ, ରାଧେ ଗୋବିନ୍ଦ ଗୋବିନ୍ଦ ଭଜ, রাধে গোবিন্দ গোবিন্দ ভজ, রাধে গোবিন্দ গোবিন্দ ভজ। গোবিন্দ নামটি সংসারে সার, গোবিন্দ নামটি সংসারে সার, গোবিন্দ নামরে মজ, রাধে গোবিন্দ গোবিন্দ ভজ, রাধে গোবিন্দ গোবিন্দ ভজ।